ସାଙ୍ଗମାନେ କଟକ ପାରାଦୀପ ରୋଡରେ ଗଲାବେଳେ ମୋତେ ଦେଖିବାକୁ ମିଳିଥିଲା ଏମିତି ଗୋଟେ ଲୋକେସନ। ତ ମୁଁ ଭିତରକୁ ଏଣ୍ଟର କଲି, ମୋତେ ଲାଗିଲା ଢାବା ହେଇଥିବ, କିନ୍ତୁ ପରେ ଜାଣିଲି ଏଇଟା ଗୋଟେ ଏସି ଫ୍ୟାମିଲି ରେଷ୍ଟୁରାଣ୍ଟ। ସିରିୟସଲି ଏମିତି ବି ହେଇପାରେ? ଏଇଟା ଯଦି ରେଷ୍ଟୁରାଣ୍ଟ ତାହେଲେ ମୁଁ ଭାବିଲି ଆପଣମାନଙ୍କ ସାଙ୍ଗେ ନିହାତି ସେୟାର କରିଦେବି। ଦେନ୍ ମୁଁ ଭିତରକୁ ଏଣ୍ଟର କଲି। ଆପଣମାନଙ୍କୁ ସିରିୟସଲି ଏଇଟା ଲାଗିବ ଜଣଙ୍କ ଘର ଭଳି, କିନ୍ତୁ ତାଙ୍କର ଏସି ଫ୍ୟାମିଲି ରେଷ୍ଟୁରାଣ୍ଟ ଅଛି, ଯାହାର ଇଣ୍ଟେରିୟର ଆପଣମାନେ ଦେଖିପାରୁଥିବେ କେତେ ସୁନ୍ଦର ସେ ପେଣ୍ଟିଂ ବଗେରା କରିକି ବହୁତ ବଢିଆ ସେ ସଜେଇଛନ୍ତି। ଷ୍ଟାଫ ମାନଙ୍କ ବିହେଭିୟର ବହୁତ ହି ଭଲ ଥିଲା, ନିଟ୍ ଆଣ୍ଡ କ୍ଲିନ୍ ଥିଲା। ଦେନ୍ ଆଉ ଡେରି ନ କରି ତାଙ୍କ ମେନୁରୁ ମୁଁ ଅର୍ଡର କରିଦେଇଥିଲି ଆଇଟମ ଖାଇବା ପାଇଁ। ସବୁଠୁ ବେଷ୍ଟ ଜିନିଷ ହେଉଛି ପ୍ରାଇସ୍ ପୁରା ପକେଟ ଫ୍ରେଣ୍ଡଲି ଥିଲା, ଆଉ ଗୋଟେ ଗାଁର ଭାଇବ ଆପଣଙ୍କୁ ଦବ, ଯେମିତି ଗାଁ ଘର ମାନଙ୍କରେ ବାଡିରେ ହେଇଥାଏ ସେଇଭଳିଆ ଲାଗିବ। ଏଠି ଢାବା ଷ୍ଟାଇଲ ମଧ୍ୟ ଆଭେଲେବଲ ଅଛି, ଆପଣ ମାନେ ଆସିକି ଏନ୍ଜୟ କରିପାରିବେ। ମୁଁ ଅର୍ଡର କରିଥିଲି ପନିର ଚଟପଟା, କଢାଇ ମସରୁମ ଆଣ୍ଡ ତନ୍ଦୁର ରୁଟି। ଫାଷ୍ଟ ଟ୍ରାଏ କରିଥିଲି ପନିର ଚଟପଟାଟା, ଯୋଉଟା କି ମୋତେ ଆଭରେଜ ଲାଗିଲା, ମାନେ ଏତେ ଖାସ୍ ଲାଗିଲାନି। ଆଣ୍ଡ ସବୁଠୁ ବେଷ୍ଟ ଜିନିଷ ମୋତେ ଲାଗିଲା ଭେଜ ଆଇଟମରେ ଏତେ ସୁନ୍ଦର ବନେଇ ପାରନ୍ତି ତନ୍ଦୁରୀ ରୁଟି ସହିତ କଢାଇ ମସରୁମ। ଆପଣ ମାନେ ରୁଟି ଖାଇଲା ଭଳିଆ ଲାଗିବନି, ଲାଗିବ ନାନ୍ ଖାଉଛନ୍ତି। ଆଉ ମୁଁ ଯଦି ହାଇଲି ରେକମେଣ୍ଡେଡ କରିବି ତାହେଲେ ଏଇ ଆଇଟମଟା ମୋତେ ବହୁତ ହି ପସନ୍ଦ ଲାଗିଲା। ଆଣ୍ଡ ଛତୁର କ୍ୱାଲିଟି ଯୋଉଟା ବହୁତ ଭଲ ଥିଲା। ଆଣ୍ଡ ସବୁଠୁ ବେଷ୍ଟ ମୋତେ ବିରିୟାନୀ ମଧ୍ୟ ଲାଗିଲା, ସେଇଠି ବହୁତ ହି ଭଲ ଥିଲା। ଲୋକେସନ ଜାଣିବାକୁ ଚାହୁଁଛନ୍ତି, କଟକ ପାରାଦୀପ ରୋଡର ଲେଫ୍ଟ ସାଇଡରେ ପଡେ କସିସ୍ ଏସି ଫ୍ୟାମିଲି ରେଷ୍ଟୁରାଣ୍ଟ, ଦେଓପୁର ଫକୀରପଡା, କଟକ। ବାକି ଡିଟେଲ୍ସ ପାଇଁ କ୍ୟାପସନ ଚେକ୍ କରନ୍ତୁ। ନ୍ୟୁ ଜାଗା ପାଇଁ ମୋ ଆଇଡିକୁ ଫଲୋ କରିବାକୁ ଭୁଲିବେନି।